ପାଠ୍ୟପୁସ୍ତକରେ ସାଂଘାତିକ ତ୍ରୁଟି ଘଟଣା ବ୍ରହ୍ମପୁରରେ ବିଜେଡି ଶିକ୍ଷା ବଞ୍ଚାଅ ଆନ୍ଦୋଳନ। ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ବିରାଟ ଗଣବିକ୍ଷୋଭ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଅପମାନକୁ ବିଜେଡି ବରଦାସ୍ତ କରିବ ନାହିଁ। ଜାତୀୟ ଶିକ୍ଷାନୀତି ଏନ୍ଇପି 2020ରେ ପ୍ରକାଶିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ସାଂଘାତିକ ତ୍ରୁଟି ରହିଛି। ବିଜେପି ସରକାର ତାହାର ସଂଶୋଧନ ନ କରି ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଭୁଷୁଡାଇ ଦେଲେଣି। ଏହାକୁ ବିରୋଧ କରି ବିଜେଡି ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ ସାରା ରାଜ୍ୟରେ ଆରମ୍ଭ ହୋଇଛି। ଏହି କ୍ରମରେ ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ବିରାଟ ଗଣବିକ୍ଷୋଭ ହୋଇଛି। ହଜାର ହଜାର ଯୁବ ଓ ଛାତ୍ରଙ୍କ ସମାଗମରେ ଏକ ବିରାଟ ଶୋଭାଯାତ୍ରାରେ ଆସି ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ ସାହୁ ଉପସ୍ଥିତ ରହିଥିଲେ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକରେ ସାଂଘାତିକ ତ୍ରୁଟି ଥିଲା ବେଳେ ବିଜେପି ନିଜ ଦୋଷ ସ୍ୱୀକାର କରି ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରତ୍ୟାହାର କରିବାରେ ଟାଳଟୁଳ ନୀତି ଗ୍ରହଣ କରିଛି। ଯାହାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ଼ ବିରୋଧ କରି ରାଜ୍ୟବ୍ୟାପୀ ଶିକ୍ଷା ବଞ୍ଚାଅ ଆନ୍ଦୋଳନ ଆରମ୍ଭ କରାଯାଇଛି। ପାଠ୍ୟପୁସ୍ତକ ପ୍ରକାଶ ଆଳରେ 380 କୋଟି ଟଙ୍କା ମୂଲ୍ୟର ଦୁର୍ନୀତି ହୋଇଥିବାରୁ ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ନେଇ ବିଜେଡି ପକ୍ଷରୁ ପୂର୍ବରୁ ବିଭିନ୍ନ ଫୋରମ ଜରିଆରେ ଦାବି କରାଯାଇଥିଲା। ଏଯାବତ୍ ତଦନ୍ତ ଜରିଆରେ ସତ୍ୟ ଉନ୍ମୋଚନ କରିବାରେ ସରକାର ବିଫଳ ହୋଇଛନ୍ତି। ଆଉ 2-3 ମାସ ପରେ ପିଲାଙ୍କ ପରୀକ୍ଷା ରହିଛି, କିନ୍ତୁ ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରତ୍ୟାହାର ହୋଇନି। ଏହି ତ୍ରୁଟିପୂର୍ଣ୍ଣ ପୁସ୍ତକ ପଢ଼ି ପରୀକ୍ଷା ଦେଲେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ନଷ୍ଟ ହେବ। ବିଜେପି ସରକାର ଏଥିପ୍ରତି ଯତ୍ନଶୀଳ ନ ହୋଇ ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମୟରେ 5T ଯୋଜନା ପାଇଁ ଓଡ଼ିଶା ସବୁଠି ପ୍ରଶଂସିତ ହୋଇଥିବା ବେଳେ ଆଜି ତ୍ରୁଟିପୂର୍ଣ୍ଣ ପୁସ୍ତକ ପାଇଁ ଜାତୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହେଉଛି। ବିଜେଡି କହିଛି ଯେ ନୂତନ ଓଡ଼ିଆ ପାଠ୍ୟପୁସ୍ତକରେ ଥିବା ବ୍ୟାପକ ଭୁଲ କେବଳ ପ୍ରଶାସନିକ ଅବହେଳା ନୁହେଁ, ବରଂ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଏବଂ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଗତ ଭବିଷ୍ୟତ ଉପରେ ସିଧା ଆକ୍ରମଣ। ଆଜିର ଏହି ପ୍ରତିବାଦ ସମାବେଶରେ ଉପସ୍ଥିତ ନେତୃମଣ୍ଡଳୀ ରାଜ୍ୟର ଡବଲ ଇଞ୍ଜିନ ସରକାରଙ୍କ ବିରୋଧରେ କଡ଼ା ବକ୍ତବ୍ୟ ରଖିଥିଲେ। ନିମୁଡ଼ା ନିମୁଡ଼ା ଗୀତରେ ଛାତ୍ର ଓ ଯୁବକମାନେ ନାଚି ନିଆରା ପ୍ରତିବାଦ ପ୍ରଦର୍ଶନ କରିଥିଲେ। ଏନେଇ ଏକ ସ୍ମାରକପତ୍ର ଆରଡିସିଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ବିଜେଡି ଲଢ଼େଇ ଜାରି ରଖିବ ବୋଲି କୁହାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ଶ୍ରୀମତୀ ପ୍ରମିଳା ବିଷୋୟୀ, ପୂର୍ବତନ ବିଧାୟକ ଡକ୍ଟର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଶ୍ରୀକାନ୍ତ ସାହୁ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସୁବାସ ବେହେରା, ସୂର୍ଯ୍ୟମଣି ବୈଦ୍ୟ, ରଞ୍ଜିତା ସାହୁ, ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଶ୍ରୀରୂପ ଦେବ, ନଚିକେତା ସ୍ୱାଇଁ, ଜ୍ୟୋତିରଞ୍ଜନ ସାହୁ, ଶୋଭନ କୁମାର ନାୟକ, ପ୍ରଶାନ୍ତ ପଣ୍ଡା, ନିହାର ରଞ୍ଜନ ଶତପଥୀ, ସଂଘମିତ୍ରା ଦଳେଇ, ଅଞ୍ଜଳି ସ୍ୱାଇଁ, ରାଜେଶ୍ୱରୀ ଦୋରା, ବିବେକ ରେଡ୍ଡି, ସମସ୍ତ ଦଳୀୟ କର୍ପୋରେଟର, ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦଳୀୟ ନେତୃମଣ୍ଡଳୀ ଯୋଗ ଦେଇଥିଲେ।